ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ଆମେ ପଢିବା କଣ ନା ପାର୍ଟ 1 ଭିଡିଓରେ ଟେନ୍ସ ର ଇଂଲିଶ ର ପାର୍ଟ 1 ଭିଡିଓ କଣ ପଢିଥିଲେ ନା ପଢିଥିଲେ ଟେନ୍ସ ର ଦିଟା ପାର୍ଟ ପଢିଥିଲେ ମାନେ ଯୋଉଟା ପ୍ରେଜେଣ୍ଟ ଆଉ ପାଷ୍ଟ ଟେନ୍ସ ଭିତରେ ଆଉ ଗୋଟେ ଟାଇମ ଜିନିଷ ଯାଏ କଣ ନା ଟେନ୍ସ ଭିତରେ ଆଉ ଗୋଟେ ଜିନିଷ ଯାଏ ସେଟା କଣ ନା ଟାଇମ କଣ ନା ଟାଇମ ଟାଇମ ହେଲା ଆମର ଟେନ୍ସ ପଢିଥିଲେ ଆମେ କେତେ ପ୍ରକାର ନା ଟୁ ଟାଇପ୍ସ କଣ ନା ପ୍ରେଜେଣ୍ଟ ଆଉ ଗୋଟେ କଣ ନା ପାଷ୍ଟ ଦିଟା ପଢିଥିଲେ ଗୋଟେ ହେଲା କଣ ନା ପ୍ରେଜେଣ୍ଟ ଆଉ ଗୋଟେ ହେଲା ପାଷ୍ଟ କିନ୍ତୁ ଟାଇମ ଆମର କେତେ ପ୍ରକାର ଟାଇମ ହଉଛି ଆମର ଟାଇମ ହେଲା ଆମର ହେଲା କେତେ ପ୍ରକାର ନା ଟାଇମ ହଉଛି କେତେ ପ୍ରକାର ନା ଗୋଟେ ଟାଇପ ଟାଇମ ହେଲା ୱାନ୍ ଟାଇପ ଟାଇମ ଯୋଉ ୱାନ୍ ଟାଇପ ସେଟା ଫେରେ କଣ ଟାଇମ ଏଠି ୱାନ୍ ଟାଇମ ହେଲେ ସେଟା ଆମର କଣ ହଉଛି ନା ଫ୍ୟୁଚର ଟା ଏବେ କଣ ନିଆଯାଇଛି ନା ଟାଇମ ରୂପେ ନିଆଯାଇଛି ତେଣୁ ଫ୍ୟୁଚର ଟାଇମ ହେଇଗଲା ଆମର ଏଇଟା କିନ୍ତୁ ଆମେ ପଢିଥିଲେ ଟେନ୍ସ ଦି ଟାଇପ ଆର ହିଁ ପଢିଥିଲେ ଚାରିଟା ଲେଖା ଫର୍ମ ସବୁ ପଢିଥିଲେ ସେଇ ଅନୁସାରେ ଫର୍ମ କଣ ନା ସିମ୍ପଲ ପଢିଥିଲେ ପ୍ରୋଗ୍ରେସିଭ ପଢିଥିଲେ ପରଫେକ୍ଟ ପଢିଥିଲେ ପରଫେକ୍ଟ କଣ୍ଟିନ୍ୟୁଅସ ପଢିଥିଲେ ସେମିତି ଫ୍ୟୁଚର ଟାଇମ ର ବି ଚାରିଟା ଫର୍ମ ଅଛି କଣ ନା ସିମ୍ପଲ ଫ୍ୟୁଚର ଆଉ ଦୁଇରେ କଣ ନା ଫ୍ୟୁଚର ପ୍ରୋଗ୍ରେସିଭ ବା କଣ୍ଟିନ୍ୟୁଅସ ତ ତାହେଲେ ତିନିରେ କଣ ପଡିବା ନା ଫ୍ୟୁଚର ପରଫେକ୍ଟ ଚାରି କଣ ଚାରି ନମ୍ବର ଫର୍ମ କଣ ନା ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ ବା ପ୍ରୋଗ୍ରେସିଭ ତାହେଲେ ଆମେ ଚାରିଟା ଫର୍ମ ପ୍ରଥମ ଫର୍ମ କହିଲେ ନା ସିମ୍ପଲ ଫ୍ୟୁଚର ପ୍ରୋଗ୍ରେସିଭ କଣ୍ଟିନ୍ୟୁଅସ କଣ ହେଇଗଲା ନା ସେକେଣ୍ଡ ଆମର ଥାର୍ଡ ରେ କଣ ନା ଫ୍ୟୁଚର ପରଫେକ୍ଟ ଫୋର୍ଥ ରେ କଣ ନା ଫ୍ୟୁଚର ପରଫେକ୍ଟ ତା ଆଗରୁ ମୁଁ ଗୋଟେ କହିଦଉଛି ଆପଣଙ୍କର କଥା ଫ୍ୟୁଚର ଟାଇମ ରେ ସେଣ୍ଟେନ୍ସ ଅଛି ବୋଲି ଆପଣ ମାନେ କେମିତି ଜାଣିବେ ଫ୍ୟୁଚର ଟାଇମ ରେ ସେଣ୍ଟେନ୍ସ ଅଛି କି ନାହିଁ ତାହେଲେ କେମିତି ଜାଣିବେ ଦେଖିବେ ସେ ସେଣ୍ଟେନ୍ସ ଯଦି ଇଂଲିଶ ଅଛି ତା ଦେହରେ ୱିଲ୍ ସାଲ ବ୍ୟବହାର ଯେମିତି ହେଲେ ହେଇଥିବ କାରଣ ଏଇ ଚାରିଟା ଯାକ ଫର୍ମରେ ୱିଲ୍ ସାଲ ହିଁ ବ୍ୟବହାର ହବ ତାହେଲେ ଆଉ ଗୋଟେ ପ୍ରକାର କେମିତି ଫ୍ୟୁଚର ଅଛି କି ଜାଣିବେ ଓଡିଆରେ ଥିଲେ ନା ଯେଉଁ ବାକ୍ୟରେ ବ ବା ବି ର ବ୍ୟବହାର ହୋଇଥିବ ସେଇଟା ଜାଣିବେ କୋଉଥିରେ ଅଛି ନା ଫ୍ୟୁଚର ଟାଇମ ରେ ଅଛି ତାହେଲେ ଆମେ ପଢିବା କଣ ପ୍ରଥମେ ନା ସିମ୍ପଲ ଫ୍ୟୁଚର ଫାଷ୍ଟ ପଢିବା ଆମେ କଣ ନା ସିମ୍ପଲ ଫ୍ୟୁଚର କାହା କହିବା ଫାଷ୍ଟ ପଢିବା ସିମ୍ପଲ ଫ୍ୟୁଚର କାହା କହିବା ନା ଯୋଉ ଫ୍ୟୁଚର ସିମ୍ପଲ ଫ୍ୟୁଚର ଅଛି ବୋଲି କେମିତି ଜାଣିବା ବାକ୍ୟ ଯୋଉଥିରେ ମାନେ ମୁଁ ଯିବି ମାନେ ମୁଁ ଆଗକୁ ଯିବି ସେଇଟା ଫ୍ୟୁଚର ଅଛି କି ନାଇଁ ମୁଁ ଆଗକୁ ଯିବି ସେଇଟା ଆମର କଣ ନା ସିମ୍ପଲ ଫ୍ୟୁଚର ଗୋଟେ ଫର୍ମ ଆମର ଅଛି ସବୁ ପଢିଥିଲି ପ୍ରେଜେଣ୍ଟ ର ପାଷ୍ଟ ଫର୍ମ ପାର୍ଟ 1 ଭିଡିଓ ଯଦି ନ ଦେଖିଛ ଦେଖିଦବ ଯେମିତି ପଢିଥିଲି ଫର୍ମ ଅଛି ସେମିତି ଆମ ସିମ୍ପଲ ଫ୍ୟୁଚର ଗୋଟେ ଫର୍ମ ଅଛି ସେ ଫର୍ମ ଟା କଣ ନା ସିମ୍ପଲ ଫ୍ୟୁଚର ଫର୍ମ ହଉଛି ନା ସବଜେକ୍ଟ ପ୍ଲସ୍ ୱିଲ୍ ସାଲ୍ ପ୍ଲସ୍ verb ସବଜେକ୍ଟ ପ୍ଲସ୍ ୱିଲ୍ ସାଲ୍ ପ୍ଲସ୍ verb ତାହେଲେ ଏଇ ଯୋଉ ଆମେ ପଢିଲେ ସବଜେକ୍ଟ ପ୍ଲସ୍ ୱିଲ୍ ସାଲ୍ ପ୍ଲସ୍ verb ଏଇଟାକୁ ସେଣ୍ଟେନ୍ସ ଆମେ ଲେଖିବା ନା ଦେଖିବା ନା ମୁଁ ଯିବି ଏଠାରେ ସବଜେକ୍ଟ କିଏ ନା ମୁଁ ଆଇ ଯିବି ୱିଲ୍ ସାଲ୍ ବସିବ ତା ଆଗରୁ ୱିଲ୍ ଆଇ ଯାର ସବୁବେଳେ କଣ ବସେ ନା ସାଲ୍ ଆଇ ସାଲ୍ ଯିବି ର ଇଂଲିଶ କଣ ନା ଗୋ ଆଇ ସାଲ୍ ଗୋ ହେଇଗଲା ଆଇ ସାଲ୍ ଗୋ ତାହେଲେ ସେମିତି ଆଉ ମୁଁ ସବୁବେଳେ ତମକୁ ଗୋଟେ କଥା କହିଯାଉଛି ନା ଥାର୍ଡ ପର୍ସନ ସିଙ୍ଗୁଲାର ନମ୍ବର ହେଲା ସେ ଜାଗାରେ ସାଲ୍ ବସେ ନାହିଁ କିମ୍ବା ତୁମକୁ ଧର ମୁଁ ହେଲି ପ୍ରଥମ ପର୍ସନ ତୁମେ ହେଲ ସବୁବେଳେ କହିଯାଉଛି ତୁମେ ହେଲ ସେକେଣ୍ଡ ପର୍ସନ ମୁଁ ଧର କହିଲି ସେ ବ୍ଲାକ୍ ବୋର୍ଡ ଇଏ ହେଲା କଣ ନା ଥାର୍ଡ ପର୍ସନ ତାହେଲେ ଏଇଟା ଯୋଉ ଥାର୍ଡ ପର୍ସନ ହେଲା ତାହେଲେ ଏଇଟା ଲେଖିବା ସେ ଯିବ କଣ ହବ ନା ହି ୱିଲ୍ ଗୋ ତୁମ ପାଇଁ ବସିଲେ କଣ ହବ ନା ତୁମେ ଯିବ ୟୁ ୱିଲ୍ ଗୋ
ତୁମେ ଯିବ, ୟୁ ୱିଲ୍ ଗୋ। ସେମିତି ଧର ବାକ୍ୟ ଆମର ସିମ୍ପଲ ଫ୍ୟୁଚର ଇଣ୍ଟରଗେଟିଭ ରେ ଅଛି। ଇଣ୍ଟରଗେଟିଭ ମାନେ କଣ ନା ପ୍ରଶ୍ନବାଚକ ଶବ୍ଦ। ଯେତେବେଳେ ବାକ୍ୟ ଆମର ସିମ୍ପଲ ଫ୍ୟୁଚର ଇଣ୍ଟରଗେଟିଭ ରେ ଥିବ ବା ଇଣ୍ଟରଗେଟିଭ ସେଣ୍ଟେନ୍ସ, ଇଣ୍ଟରଗେଟିଭ ସେଣ୍ଟେନ୍ସ ଆମେ କଣ ହେଇଯିବ ନା ମୁଁ ଯିବି କି, ତୁମେ ଯିବ କି, ସେ ଯିବ କି, ସେଇଭଳିଆ ଶବ୍ଦ ନା ଇଣ୍ଟରଗେଟିଭ ଇଣ୍ଟରଗେଟିଭ ଥିଲେ କଣ ହବ ନା ମୁଁ ଯିବି କି, ମୁଁ ଯିବି କି, ସାଲ୍ ଆଇ ଗो, କିଛି ବେଶୀ ଚେଞ୍ଜ ନାହିଁ, ଖାଲି ସାଲ୍ ଟା ପଳେଇ ଆସିବ ଏଠିକି, ସବଜେକ୍ଟ ଟା ପଳେଇବ ମଝିକି, ହେଇଗଲା ଇଣ୍ଟରଗେଟିଭ ସେଣ୍ଟେନ୍ସ ଆମର। ମୁଁ ଯିବି କି, ସେମିତି ସେ ଯିବ କି, ସେ ଜାଗାରେ ତୁମେ, ମୁଁ ଆଗକୁ ସେ ଜାଗାରେ ତୁମେ ହରି ରାମ ସୀତା ଯେତେ ପ୍ରକାର ନାମ ଅଛି, ଯେତେ ପ୍ରକାର ଜିନିଷ ଯାହା ପାଇଁ ବସେଇ ପାରିବ। ସେ ଯିବ କି, ୱିଲ୍ ହି ଗୋ, ସେ ଯିବ କି ୱିଲ୍ ହି ଗୋ। ସେମିତି ଧର ଆମର ବାକ୍ୟଟା ସିମ୍ପଲ ଫ୍ୟୁଚର ନେଗେଟିଭ ରେ ଅଛି, କୋଉଥିରେ ଅଛି ନା ନେଗେଟିଭ ରେ ଅଛି। ନେଗେଟିଭ ସେଣ୍ଟେନ୍ସ ରେ ଆମର କଣ ହେଇଯାଏ ନା ନୋ ନଟ୍ ବ୍ୟବହାର ହେଇଯାଏ। ମାନେ ନେଗେଟିଭ ସେଣ୍ଟେନ୍ସ, ନେଗେଟିଭ ସେଣ୍ଟେନ୍ସ, ନେଗେଟିଭ ସେଣ୍ଟେନ୍ସ ଆମର କଣ ହେଇଯାଏ ନା ଯେତେ ପ୍ରକାର ନୋ ନା ନଟ୍ ଯୋଉ ଲାଗେ ସେଇଟା କୁହନ୍ତି କଣ ନେଗେଟିଭ ସେଣ୍ଟେନ୍ସ। ମାନେ ନାହିଁ, ମୁଁ ଯିବି ନାହିଁ, ସେ ଯିବ ନାହିଁ, ତୁମେ ଯିବ ନାହିଁ, ମୁଁ ଯିବି ନାହିଁ, ମୁଁ ଯିବି ନାହିଁ, ଆଇ ସାଲ୍ ନଟ୍ ଗୋ। ସେମିତି ସେ ଯିବ ନାହିଁ, ସେ ଯିବ ନାହିଁ, ସେ ଯିବ ନାହିଁ କଣ ମତେ କମେଣ୍ଟରେ ଜଣେଇବ ଆପଣ, ସେ ଯିବ ନାହିଁ କଣ ହବ। ତାହେଲେ ଆମେ ଏଇନା ସିମ୍ପଲ ଫ୍ୟୁଚର ପୁରା କ୍ଲିୟର ହେଲେ। ଏଇ ଯୋଉ ଫର୍ମ ଟାକୁ ମନେ ରଖିବେ, ବହୁତ ସିମ୍ପଲ ଫର୍ମ ଏଇଟା, ଫର୍ମ ଟାକୁ ମନେ ରଖିବେ। ସିମ୍ପଲ ଫ୍ୟୁଚର ପାଇଁ ମୁଁ ସେକେଣ୍ଡରେ କଣ କହିଥିଲି ନା ଫ୍ୟୁଚର କଣ୍ଟିନ୍ୟୁଅସ୍ ବା ଫ୍ୟୁଚର ପ୍ରୋଗ୍ରେସିଭ, ସେଇଟା ଦେଖିବା ସେକେଣ୍ଡ ଫର୍ମ। ଆମର ସେକେଣ୍ଡରେ କଣ ଅଛି ନା ଫ୍ୟୁଚର କଣ୍ଟିନ୍ୟୁଅସ୍ ବା ଫ୍ୟୁଚର ପ୍ରୋଗ୍ରେସିଭ, ତାହେଲେ ସେକେଣ୍ଡରେ ସେଇଟା ଅଛି। ତାହେଲେ ଆମେ କଣ କରିବା ନା ଆର ସବଜେକ୍ଟ, ଆର ଗୋଟେ ଅଛି ଫର୍ମ କଣ ଲେଖିବା, ସବଜେକ୍ଟ ପ୍ଲସ୍ ୱିଲ୍ ସାଲ୍ ପ୍ଲସ୍ ବି ପ୍ଲସ୍ ଭର୍ବର ଆଇଏନଜି, ବି ପ୍ଲସ୍ ଆଇଏନଜି। ତାହେଲେ ଆମର ଏଠି ଫର୍ମ ହେଇଗଲା ଏଇଆ। ତାହେଲେ ଆଇଏନଜି ହଉଛି ମେନ୍ ଭର୍ବ ଯାହା, ଆଇଏନଜି ୱିଥ୍ ମେନ୍ ଭର୍ବ ଯାହା ହେଇଗଲା ସେଇଆ। ତାହେଲେ ଆମର ଯୋଉ ଏଠି ହେଇଗଲା ଫ୍ୟୁଚର କଣ୍ଟିନ୍ୟୁଅସ୍ ରେ ସବଜେକ୍ଟ ପ୍ଲସ୍ ୱିଲ୍ ସାଲ୍ ପ୍ଲସ୍ ବି ପ୍ଲସ୍ ଆଇଏନଜି ୱିଥ୍ ମେନ୍ ଭର୍ବ। ତାହେଲେ ଏଠି ଆମେ କଣ ମାନେ ଫ୍ୟୁଚର କଣ୍ଟିନ୍ୟୁଅସ୍ ଅଛି ବୋଲି କେମିତି ଜାଣିବା। ମୁଁ ପ୍ରେଜେଣ୍ଟରେ ବି ଆପଣଙ୍କୁ କହିଥିଲି ନା, ଯୋଉ ଦେଖିବେ ମୁଁ ଯାଉଅଛି, ଯୋଉ ଜାଗାରେ ଉ ର ବ୍ୟବହାର ହବ, ଉ ମୁଁ ଯାଉଅଛି, ସେ ଜାଗାରେ ଜାଣିବେ ସେଟା କଣ ଅଛି ନା ପ୍ରେଜେଣ୍ଟ ପ୍ରୋଗ୍ରେସିଭ ରେ ଅଛି ବା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଅଛି। ସେଠି କହିଥିଲି ଯାଉଅଛି ରେ ଛ ଅଛି ପ୍ରେଜେଣ୍ଟ, ତାହେଲେ ବ ବା ବି ରେ ସେମିତି କଣ ହବ ନା ମୁଁ ଯାଉଥିବି, ମୁଁ ଯାଉଥିବି, ମୁଁ ଯାଉଥିବି। ତାହେଲେ କଣ ହେଇଯିବ ନା ଆଇ ହେଲା ସବଜେକ୍ଟ, ଆଇ ଜାଗାରେ ବସେଇ କଣ ନା ସାଲ୍, ତାର ବସିଲା ବି, ଆଇ ସାଲ୍ ବି ଗୋଇଂ, ଆଇ ସାଲ୍ ବି ଗୋଇଂ, ମୁଁ ଯାଉଥିବି, ଆଇ ସାଲ୍ ବି ଗୋଇଂ। ସେମିତି ହବ ସେ ଯାଉଥିବ କି, ସେ ଯାଉଥିବ କି, ସେ ଯାଉଥିବ କି। ଇଣ୍ଟରଗେଟିଭ ସେଣ୍ଟେନ୍ସ, ସେ ଯାଉଥିବ କି, ଥାର୍ଡ ପର୍ସନ ସିଙ୍ଗୁଲାର ନମ୍ବର, ସେ ମାନେ ରାମ, ରାମ ଯାଉଥିବ କି, ୱିଲ୍ ହି ବି, ୱିଲ୍ ହି ବି ଗୋଇଂ ସେଣ୍ଟେନ୍ସ। ଫ୍ୟୁଚର ପ୍ରୋଗ୍ରେସିଭ କଣ ନା ନେଗେଟିଭ ସେଣ୍ଟେନ୍ସ, ନେଗେଟିଭ ସେଣ୍ଟେନ୍ସ। ନେଗେଟିଭ ସେଣ୍ଟେନ୍ସ ଆମେ କଣ ଜାଣିବା ନା ନେଗେଟିଭ ସେଣ୍ଟେନ୍ସ କହିଲେ ଯୋଉଥିରେ ନାହିଁର ବ୍ୟବହାର ହଉଥିବ। ମୁଁ ଯାଉନଥିବି, ସେ ଯାଉନଥିବ, ରାମ ଯାଉନଥିବ, ସୀତା ଯାଉନଥିବ, ସେ ଅନୁସାରେ ମୁଁ ଏଠି ଧର ଲେଖିଲି ନା ରାମ ଯାଉ ନଥିବ, ରାମ will not will not be
be going, Rama will not be going। তাহলে ফিউচর কন্টিনিউয়াস আমি জানলে যে কোন না রাম উইল নট বি গোইং, মানে আমার এটি କହିବା କଥା কোন না ফিউচর প্রথম কথা মনে ରଖିବେ ফিউচর কন্টিনিউয়াস সেন্টেন্স ଅଛି মানে সেটা ସବୁବେଳେ কোন না উইল শাল কন্টেন্ট করଥିବ, উইল শাল কন্টেন্ট করଥିବ ତା ସହିତ be କୁ କଣ୍ଟେଣ୍ଟ କରୁଥିବ। ତାହେଲେ ସେଇଟା ଯଦି ହେଲା ତାହେଲେ ଆମେ ଜାଣିବା କେମିତି ନା ଯୋଉଠି ଟିକେ ଉ ଥିବ ଉ ସେଣ୍ଟେନ୍ସ ଟା ଆସିଲେ ମାନେ ଜାଣିବା ସେଇଟା କୌଣସିଥିରେ ବି ଅଛି ତାର କୋଉ ଫର୍ମ ନା ପ୍ରୋଗ୍ରେସିଭ ଫର୍ମ। ସେମିତି ଆମେ ପଢିବା ଥାର୍ଡ ରେ କଣ ଥିଲା ନା ଥାର୍ଡ ଥିଲା ଆମର ପ୍ରେଜେଣ୍ଟ, ପ୍ରେଜେଣ୍ଟ କହିଲେ ଫ୍ୟୁଚର ପରଫେକ୍ଟ ହେଲା ନା କଣ ନା ଫ୍ୟୁଚର ପରଫେକ୍ଟ, ଫ୍ୟୁଚର ପରଫେକ୍ଟ। ଫ୍ୟୁଚର ପରଫେକ୍ଟ କହିଲେ ଆମେ କଣ ବୁଝିବା, ଫ୍ୟୁଚର ପରଫେକ୍ଟ ର ବି ଗୋଟେ ଅଛି କଣ ନା ତାର ବି ଗୋଟେ ଫର୍ମ ଅଛି, ଫ୍ୟୁଚର ପରଫେକ୍ଟ ଗୋଟେ ଫର୍ମ ଅଛି, ସେ ଫର୍ମ ଟା କଣ ନା ସବଜେକ୍ଟ ପ୍ଲସ ପରଫେକ୍ଟ ରେ କଣ ଆମର ନା ସାଲ ଉଇଲ ତ ସବୁ ଜାଗାରେ ବସିବ, ସାଲ ଉଇଲ ମାନେ ଫ୍ୟୁଚର ରେ ଅଛି ମାନେ ସାଲ ଉଇଲ ଟା ବସିବ। ତାହେଲେ ଆମେ ପଢିଥିଲେ କଣ ନା ହାଭ ହାଜ ବସୁଥିଲା କୋଉଥିରେ ନା ଫ୍ୟୁଚର ପରଫେକ୍ଟ ରେ, ସେମିତି ହାଭ ହାଜ ହାଭ ବସିବ, ହାଭ ବସିବ ହାଜ ବସିବନି ଫ୍ୟୁଚର ରେ, ହାଭ ବସିଲା ପ୍ଲସ ଥାର୍ଡ ଫର୍ମ ଅଫ ଦ ମେନ୍ ଭର୍ବ, ଥାର୍ଡ ଫର୍ମ ଅଫ ଦ ମେନ୍ ଭର୍ବ, ମେନ୍। ତାହେଲେ ଫ୍ୟୁଚର ପରଫେକ୍ଟ ହେଇଗଲା ଏଇଟା। ତାହେଲେ ଫ୍ୟୁଚର ପରଫେକ୍ଟ ସେଣ୍ଟେନ୍ସ ଗୁଡା କେମିତି ହେଇଥିବ ନା ମୁଁ ଆଗରୁ କହିଯାଇଛି ଇ ଥିବ, ସେ ଯାଇଥିବ, ରାମ ଯାଇଥିବ, ହରି ଯାଇଥିବ, ସେଇ ଅନୁସାରେ ନା କଣ ନା ସେ ଯାଇଥିବ, ସେ ଯାଇଥିବ ମାନେ ସେ ଅତୀତରେ ମାନେ ସେ ଯାଇଥିବ, ମାନେ ଯାଇଥିବ। ତାହେଲେ କଣ ହେଲା ନା ସେ ଯାଇଥିବାର କଣ ହବ ତାହେଲେ ଏଠି ନା ସବଜେକ୍ଟ, ସବଜେକ୍ଟ କଣ ହେଲା ନା ହି বা she, ସେ ହି বা she will ଯାଇଥିବ, will have ଯିବାର ଥାର୍ଡ ଫର୍ମ କଣ go, went, gone, he or she will have କଣ ନା gone ହେଇଗଲା। ତାହେଲେ ଆମେ ପଢିବା ଆର କଣ ନା ଇଣ୍ଟରୋଗେଟିଭ ସେଣ୍ଟେନ୍ସ, ଫ୍ୟୁଚର ପରଫେକ୍ଟ କଣ ପଢିବା ନା ଇଣ୍ଟରୋଗେଟିଭ ସେଣ୍ଟେନ୍ସ। ଇଣ୍ଟରୋଗେଟିଭ ସେଣ୍ଟେନ୍ସ ହେଲେ କଣ ହବ ମୁଁ ଆଗରୁ କହିଥିଲି ନା ସାଲ ଓଲଟା ଖାଲି ଆଗକୁ ଆସିବ ସବଜେକ୍ଟ ଟା ମଝି ଯିବ ବୋଲି। ଇଣ୍ଟରୋଗେଟିଭ ସେଣ୍ଟେନ୍ସ, ଇଣ୍ଟରୋଗେଟିଭ ସେଣ୍ଟେନ୍ସ ବା ପ୍ରଶ୍ନବାଚକ ଶବ୍ଦ ସେଣ୍ଟେନ୍ସ। ସୀତା ଯାଇଥିବ କି, ସୀତା ଯାଇଥିବ କି, ସୀତା ଯାଇଥିବ କି, ସୀତା ସୀତା ଯାଇଥିବ କି, ଉଇଲ, ସୀତା ଉଇଲ ଯାଇଥିବ କି ଅଛି ମାନେ ଆଗ କଣ ହବ ମୁଁ ଜାଣିଛୁନା ଲେଖୁଥିଲି ଆପଣ ଜାଣିପାରୁଛନ୍ତି ନାଇଁ, ପ୍ରଥମ ହେଇଯିବ ନା ଉଇଲ ଟା ଆଗକୁ ପଳେଇ ଆସିବ, ଉଇଲ ସୀତା, ଉଇଲ ସୀତା ଏଇ ଅକ୍ଷର ଟା ସବୁବେଳେ ବଡ ଲେଖିବେ କାରଣ ନାମର ଗୋଟେ ଧର ନାମବାଚକ ଗୋଟେ ଗାଁ ନାଁ ହଉ, ଗୋଟେ ସହର ନାଁ ହଉ, ଗୋଟେ ମଣିଷର ନାଁ ହଉ, ଗୋଟେ କୁକୁର ନାଁ ହଉ, ଯଦି ସେ ସେଣ୍ଟେନ୍ସ ଭିତରେ ଥିବ, ସେଣ୍ଟେନ୍ସ ଥାଉ କି ଯୋଉଠି ଥାଉ ତା ପ୍ରଥମ ଅକ୍ଷର ଟା ସବୁବେଳେ ବଡ ହବ, ନାମର ପ୍ରଥମ ଅକ୍ଷର ଯୋଉଟା ସବୁବେଳେ ବଡ ହବ। will ସୀତା have, will ସୀତା have ପ୍ଲସ ଥାର୍ଡ ଫର୍ମ ଦି ମେନ୍ ଭର୍ବ, ମେନ୍ ଭର୍ବ ଥାର୍ଡ ଫର୍ମ କଣ ନା ଯାଇଥିବ, ଯାଇଥିବ ଥାର୍ଡ ନା go, went, gone, will ସୀତା have gone। ହେଲା ଏଇଟା ଆମେ ଜାଣିପାରିଲେ ଇଣ୍ଟରୋଗେଟିଭ ସେଣ୍ଟେନ୍ସ କେମିତି ହଉଛି। ଏ ପଢିବା କଣ ନା ନେଗେଟିଭ ସେଣ୍ଟେନ୍ସ, ଫ୍ୟୁଚର ପରଫେକ୍ଟ ନେଗେଟିଭ ସେଣ୍ଟେନ୍ସ କେମିତି ହୁଏ, ନେଗେଟିଭ ସେଣ୍ଟେନ୍ସ କେମିତି ହୁଏ ନା ଫ୍ୟୁଚର ପରଫେକ୍ଟ ନେଗେଟିଭ ସେଣ୍ଟେନ୍ସ, ନେଗେଟିଭ ସେଣ୍ଟେନ୍ସ, ନେଗେଟିଭ ଯାଇ ନଥିବ, ସୀତା ଯାଇ ନଥିବ ଆମର କଣ ହବ ନା ସୀତା, ସୀତା will, ସୀତା will not କଣ will not have going, ସୀତା will not have going। ତାହେଲେ ଆମର ଫ୍ୟୁଚର ପରଫେକ୍ଟ ଆମେ ତିନିଟା ପଢିଲେ ଫେରେ କଣ ନା ନର୍ମାଲ, ଇଣ୍ଟରୋଗେଟିଭ ଆଉ ନେଗେଟିଭ ସେଣ୍ଟେନ୍ସ। ଏଇଠି ଆମର ଚତୁର୍ଥ ଫର୍ମ ଫ୍ୟୁଚର କଣ ନା ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ, କଣ ନା ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ, ଫ୍ୟୁଚର ପରଫେକ୍ଟ
continuous future perfect continuous ଆମର କଣ କହିଲା ନା future perfect continuous ଗୋଟେ ଫର୍ମ ଅଛି ଆମର ଆରି ଗୋଟେ ଫର୍ମ ଅଛି କଣ ନା subject plus will shall plus have plus been plus ing with main verb তাহলে আমার এটি কଣ କହିଲା ନା subject plus will shall have been have plus been plus ing with main verb ତାହେଲେ ମୁଁ ଏଠି କହିଲା ଅନୁସାରେ ନା future perfect continuous ର ସବୁ ମାନେ ସେଣ୍ଟେନ୍ସ ଗୁଡା କହୁଛି ମୁଁ ଯାଇ ଆସୁଥିବି ମାନେ ମୁଁ ଯାଉଛି ପୁଣି ଆସୁଛି ମାନେ ଯାଇ ଆସୁଥିବି ସେଇଭଳିଆ ଯେତେବେଳେ ସେଣ୍ଟେନ୍ସ ଆସିବ ଆମେ ଜାଣିବା କଣ ସେଟା ଅଛି ନା future perfect continuous ଅଛି ତାହେଲେ ସେଣ୍ଟେନ୍ସ କଣ ନା ସୀତା ଯାଇ ଆସୁଥିବ ସୀତା ଯାଇ ଆସୁଥିବ ସୀତା ଯାଇ ଆସୁଥିବ କଣ ନା ସୀତା ସବଜେକ୍ଟ କିଏ ନା ସୀତା ସୀତା will have been going ସୀତା will have been going ସୀତା ଯାଇ ଆସୁଥିବ ସୀତା will have been going ତାପରେ ଆମେ ପଢିଲେ ନର୍ମାଲ ସେଣ୍ଟେନ୍ସ ମାନେ ପଢିବା କଣ ନା ଇଣ୍ଟରଗେଟିଭ ସେଣ୍ଟେନ୍ସ interrogative sentence interrogative sentence interrogative sentence ରେ ଆମେ କଣ ଜାଣିଲେ ନା interrogative sentence ଆମର କାହା କୁହାଯାଏ ନା ଯୋଉ ସେଣ୍ଟେନ୍ସ ଇଣ୍ଟର ସେଣ୍ଟେନ୍ସ ମାନେ ଯୋଉ ଆମ ପ୍ରଶ୍ନକୁ ସୃଷ୍ଟି କରୁଥିବା ପ୍ରଶ୍ନବାଚକ ଶବ୍ଦ ତାକୁ କୁହାଯାଏ କଣ ନା interrogative sentence ଆର interrogative sentence କଣ ହବ ମୁଁ ଯାଇ ଆସୁଥିବି କି ମୁଁ ଯାଇ ଆସୁଥିବି କି ତାହେଲେ ଏଠି ମୁଁ ଟା କଣ ଆମର ହେଲା ସବଜେକ୍ଟ ମାନେ ଆଇ ଯାଇ ଆସିଥିବ ମାନେ ଉଇ ଯାଇ ସବୁବେଳେ କଣ ଆସେ ନା ସାଲ୍ ହାଫ୍ ବସିବ এটা ମୁଁ ନର୍ମାଲ ସେଣ୍ଟେନ୍ସ ଟା ଲେଖୁଛି ତାପରେ କହିବି ଆର ଯାଇ ଆସୁଥିବ କଣ ଆଇ ସାଲ୍ ହାଭ୍ ବିନ୍ ଗୋଇଂ ଆଇ ସାଲ୍ ହାଭ୍ ବିନ୍ ଗୋଇଂ ଯେତେବେଳେ ଏଇଟା ଇଣ୍ଟରଗେଟିଭ ହେଇଯିବ କଣ ହବ ନା ଏଇ ଯୋଉ ସାଲ୍ ଟା ଅଛି ଆଗକୁ ପଳେଇ ଆସିବ ଆଇଟା ସାଲ୍ ଯାକୁ ପଡିବ ମାନେ ଏକ୍ସଚେଞ୍ଜ ହେଇଯିବ ତାହେଲେ ଇଣ୍ଟର ସେଣ୍ଟେନ୍ସ ରେ କଣ ହବ ନା ସାଲ୍ ଆଇ ହାଭ୍ ସାଲ୍ ଆଇ ହାଭ୍ ବିନ୍ ଗୋଇଂ ସାଲ୍ ଆଇ ହାଭ୍ ବିନ୍ ଗୋଇଂ ସେମିତି ଇଣ୍ଟରଡିଂ ପରେ ଆମେ କଣ ପଢିବା ନା ନେଗେଟିଭ ସେଣ୍ଟେନ୍ସ ନେଗେଟିଭ ସେଣ୍ଟେନ୍ସ କଣ କହିଲା ନା ନେଗେଟିଭ ସେଣ୍ଟେନ୍ସ ନା ମୁଁ ଯାଇ ଆସୁନଥିବି I shall not have been going I shall not have been going ତାହେଲେ ନେଗେଟିଭ ସେଣ୍ଟେନ୍ସ ଟା ହେଇଗଲା ସେଇଆ ହେଇଗଲା ତାହେଲେ ଆମେ ମାନେ ଗୋଟେ ମିନିଟ କଥା ମୁଁ କହୁଛି ଆପଣଙ୍କୁ ଆପଣ କହିବେ ହଉଛି ଆମେ ତ ଡିଫେନ୍ସ ପାଇଁ ପୋଲିସ ପାଇଁ ପ୍ରିପେୟାର ହଉଛି ଏଥିରେ ତ ଏ ସିଲାବସ ନାହିଁ ମାନେ ଟେନ୍ସ ନାହିଁ କିଛି ପ୍ରକୃତ କଥା କଣ କହିଲେ ସେଣ୍ଟେନ୍ସ ଯୋଉ ଗୋଟେ ସୁଧାରିବା ପାଇଁ ଠିକ କରିବା ପାଇଁ ଗୋଟେ ଆସେ ଆପଣ ଦେଖିଥିବେ କୋଶ୍ଚିନ୍ ସେ ଟେନ୍ସ ଜାଣିନଥିବେ ସେଣ୍ଟେନ୍ସ ଆମର ସୁଧାରି ପାରିବେନି ସେଣ୍ଟେନ୍ସ ଠିକ କରିପାରିବେନି ତେଣୁ ଟେନ୍ସ ଟା ହେଲା ଗ୍ରାମାର ହେଲା ଗୋଟେ ମୂଳ ପାଠ ଟେନ୍ସ ଯିଏ ନ ଜାଣିଛି ସେ ଗ୍ରାମାର ହିଁ ଜାଣିପାରିବନି ତାହେଲେ ଆମର ଆଜି ସରିଗଲା କଣ ନା ଫ୍ୟୁଚର ଟେନ୍ସ ବିଷୟରେ ତିନିଟା ଟେନ୍ସ ଟୋଟାଲ ଉପରେ ଆଜି ସରିଗଲା ତାହେଲେ ପାର୍ଟ 1 ଭିଡିଓ ଯେ ନ ଦେଖିଛ ଟୋଟାଲି ପ୍ରେଜେଣ୍ଟ ପାଷ୍ଟ ସହିତ ଡିସ୍କସନ ହେଇଛି ସେଇଟା ବି ଦେଖିଦେବ ଯାଇ ତାହେଲେ ଆମେ ନେକ୍ସଟ ପାର୍ଟରେ ପଢିବା କଣ ନାଉନ ଇଜ ଏ ନେମିଂ ୱାର୍ଡ ନେକ୍ସଟ ପାର୍ଟରେ ଆମେ ପଢିବା କଣ ନା ନାଉନ ପଢିବା ନାଉନ ତାହେଲେ ଏମିତି ସବୁ